ପରିଚୟ ମୋ ନାଁ ଚିତ୍ତରଞ୍ଜନ ଦାସ, ଘର ଫକୀରାବାଦ। ପୋଲିସ ମୁଁ ଶୁକ୍ରବାର ଦିନ ରାତିରେ ଗଲି ପୁରୀ। ଶନିବାର ଦିନ 5ଟା ସାଢ଼େ 5ଟାରେ ଆମ ଫ୍ୟାମିଲି ଟୋଟାଲ ଗଲେ। ସୋମବାର ଦିନ ରାତି 1:08ରେ ଆମର ସେ ପୁରା ଦୁଆର ଲକ୍ କାଟି ଘରୁ ବା ତାଡ଼ି ତୁଡ଼ି ସବୁ ନେଇଯାଇଛନ୍ତି। ଯାଇଛି କ୍ୟାସ୍ ଯାଇଛି 90-92 ହଜାର କ୍ୟାସ୍ ଯାଇଛି, ଆଉ ସୁନା ତ ଯାଇଛି। ଆଉ ଆନୁମାନିକ ପରିବାର ଟୋଟାଲ ଅଲ୍ ପରିବାର ପୁଅ ଦି ଝିଅର ମୋ ସ୍ତ୍ରୀର ମୋର ଆନୁମାନିକ 35-40 ଲକ୍ଷ ଟଙ୍କା ଯାଇଛି। ଅଭିଯୋଗ କରିଥିଲୁ, ଅଭିଯୋଗ ବି ଲେଟ୍ରେ ବି କାମ କରାହେଲା, ଯାହାଫଳରେ କି ପ୍ରୋବ୍ଲେମ୍ ବି ହେଉଛି। ତାପରେ ଏବେ ବି ଯାଇଥିଲୁ, ଯେଉଁ ଡଗ୍ ସ୍କ୍ୱାଡ୍ ଆସିଥିଲେ ସେ ଯାଇଥିଲେ, ତା ଫଳାଫଳ ବି ବର୍ତ୍ତମାନ ବି ମିଳିନି। ଦାବି ମୋ ଦରକାର ଚୋର ଧରିବା ଦରକାର, ମୋ ଜିନିଷ ମୋର ପାଇବା ଦରକାର। ମୁଁ ଗୋଟେ ବହୁତ ମେହନତରେ କରିଛି ମୋ ଜିନିଷ, ଇଏ ଧନ ନୁହେଁ ଯେ କୋଉଠି ମୋର ବହୁ କଷ୍ଟରେ କରିଛି ଧନ। ମୋର ସବୁ ଝିଅର ମୁଁ ସବୁ କିଛି ଝିଅ ଥିଲା ସବୁ ଭରସା ମାନେ 60% କହିଲେ ଅଛି, 40% ନାହିଁ। ସେ କେୟାରଲେସ୍, ମାନେ ଚାହୁଁନାହାନ୍ତି ମାନେ ଏଇ ଜିନିଷଟା ହଉ ବୋଲି। ମୁଁ ତ ନଥିଲି, ବଡ଼ ଭାଇ ଯାଇଥିଲେ, ଏଫଆଇଆର ଦେଇଥିଲେ। ସବୁ ଲେଟ୍ରେ ଆସିବା, ସକାଳେ କହିକି ଆସୁଛନ୍ତି 11ଟା, 11:30, 12ଟାରେ ଆସୁଛନ୍ତି। ଚୋରି ହେଇଥିଲା ସୋମବାର ରାତିରେ ହେଇଥିଲା। ଆଉ ପୋଲିସ ଆସିଲେ ସୋମବାର ରାତିରେ ହେଲେ, ସେ ସୋମବାର ଦିନ ଦିନରେ ଆସିଲେ ବୋଧେ 10:30, 11ଟାରେ ଆସିଲେ। ମଙ୍ଗଳବାର ରାତିରେ ଆଇଲେ। ଡଗ୍ ସ୍କ୍ୱାଡ୍ କାଲି ଆସିବାର ଥିଲା, କାଲି ଆସିପାରିଲେନି। ଆଜି ଆସିଥିଲେ, ସକାଳେ ଆସିଥାନ୍ତେ, ଆଜି ପୁରା ଲେଟ୍ରେ ଆଇଲେ। କିନ୍ତୁ ଫଳାଫଳ ନାହିଁ। ଲାଗୁଛି ତ, ମତେ ତ ଲାଗୁଛି ମିଳିବ ବୋଲି। ପୋଲିସ ଚାହିଁଲେ ସବୁ କିଛି ହେଇପାରିବ, କାହିଁକିନା ସିଏ ହେଉଛନ୍ତି ଜନତା ଗୋଟେ ମାନେ ସୁରକ୍ଷା। ଇଏ ଆମ ପାଇଁ ସେ ସୁରକ୍ଷା ଦେବେ। ଯଦି ସୁରକ୍ଷା ନେବେ, ଆମ ଘରେ ଚୋରି ହେଲା, କାଲି ଆଉ କାହା ଘରେ ଚୋରି ହବ। ଧରିବାର ଅଛି, ନ ଧରିଲେ କିଛି ହବନି, ସମସ୍ତଙ୍କ ଘରୁ ଚୋରି ହବ କିଛି।